ଜଗତର ନାଥ ଜଗନ୍ନାଥଙ୍କୁ ଯଦି ଜଣେ ମନ ପ୍ରାଣ ଦେଇ ଡାକିବ ତେବେ ପ୍ରଭୁ ତା ଭକ୍ତିରେ ପ୍ରସନ୍ନ ହେଇ ମନ୍ଦିର ମଧ୍ୟ ଛାଡ଼ିକି ପଳେଇ ଆସନ୍ତି। ଯେମିତିକି ନୀଳାଚଳ ଧାମରେ ଜଣେ ଗରିବ ଭକ୍ତଟିଏ ଥିଲା। ତା ପାଖରେ ନା ଥିଲା ଫୁଲ, ନା ଥିଲା ଫଳ, ନା ଥିଲା କିଛି ଟଙ୍କା ପଇସା, କେବଳ ଥିଲା ଅତୁଟ ଭକ୍ତି ଏବଂ ଅତୁଟ ବିଶ୍ୱାସ। ପ୍ରତ୍ୟେକ ଦିନ ସେ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରେ ଓ ଗୁହାରି ମଧ୍ୟ କରେ। ଆଖିରେ ଥିବା 2 ଟୋପା ଲୁହରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରେ। ଦିନେ ତାର ଅଭାବ ଅନାଟ ଯୋଗୁଁ ସେ ମନ୍ଦିର ଦର୍ଶନ ପାଇଁ ଯାଇପାରିଲାନି। ତା ଭଙ୍ଗା କୋଡ଼ିଆରେ ସେ ଭୋକିଲା ପେଟରେ ପଡ଼ି ରହିଲା। ଆଉ ସ୍ୱପ୍ନ ଦେଖିଲା ଯେ ସ୍ୱପ୍ନରେ ପ୍ରଭୁ ଜଗନ୍ନାଥ ସ୍ୱୟଂ ଏକ ପାତ୍ରରେ ମହାପ୍ରସାଦ ଧରି ତା ପାଖକୁ ଆସିଛନ୍ତି। ସେ ଦେଖି ଆଚମ୍ବିତ ହୋଇ ଉଠିଗଲା ଏବଂ ଯେତେବେଳେ ସକାଳେ ଯାଇ ଦୁଆର ଖୋଲିଲା, ଦେଖିଲା ଯେ ମହାପ୍ରସାଦ ଭରା ହାଣ୍ଡିଟିଏ ତା ଦୁଆର ମୁହଁରେ ଥୁଆ ହେଇଛି। ସେ ଖୁସିରେ ବିଭୋର ହୋଇଗଲା। ପୁରା ଗାଁ ଲୋକମାନେ ଆଚମ୍ବିତ ହୋଇଗଲେ ପ୍ରଭୁଙ୍କର ଏଇ ଲୀଳାରେ। ତ ଏଇଠୁ ଆମେ କଣ ଜାଣିଲୁ ସାଙ୍ଗମାନେ, ଯେ ଭଗବାନ ସବୁବେଳେ ଭକ୍ତଙ୍କର।